ହ୍ୟାଲୋ ଫ୍ରେଣ୍ଡସ୍ ନମସ୍କାର ମୁଁ ବିକାଶ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡିଓରେ। ତ ଫ୍ରେଣ୍ଡସ୍ ଦେଖନ୍ତୁ ରାଜ୍ୟ ସରକାରଙ୍କ ତରଫରୁ ନବମ ଓ ଦଶମ ଶ୍ରେଣୀରେ ପଢୁଥିବା ପିଲାମାନଙ୍କ ପାଇଁ ଉଭୟ ଝିଅ ଓ ପୁଅମାନଙ୍କ ପାଇଁ ପ୍ରି ମେଟ୍ରିକ ସ୍କଲାରସିପ୍ ସ୍କିମଟି ଆଣିଛନ୍ତି ବା କରିଛନ୍ତି। ଏହି ପ୍ରି ମେଟ୍ରିକ ସ୍କଲାରସିପର ଆବେଦନ ବର୍ତ୍ତମାନ ଚାଲୁ ରହିଛି। ଏହି ପ୍ରି ମେଟ୍ରିକ ସ୍କଲାରସିପ୍ ଆବେଦନ କରିବା ପାଇଁ କଣ କଣ ଡକୁମେଣ୍ଟ ଲାଗିଥାଏ, ଏହା କିପରି ଆବେଦନ କରିବେ ଏବଂ କେଉଁଠାରେ ଆବେଦନ କରିବେ ଏବଂ ଏହାର ଲାଷ୍ଟ ଡେଟ୍ କେବେ ରହିଛି, ସମ୍ପୂର୍ଣ୍ଣ ଡିଟେଲ୍ସ ଜାଣିବା ଆଜିର ଏହି ଭିଡିଓରେ। ଭିଡିଓକୁ ଶେଷ ଯାଏଁ ଦେଖନ୍ତୁ ଏବଂ ଚ୍ୟାନେଲରେ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ ଓ ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରି ରଖନ୍ତୁ, ଯାହା ଫଳରେ ଆମ ଚ୍ୟାନେଲରେ ଯାହା ବି ଅପଡେଟ୍ ଆସିବ ସର୍ବପ୍ରଥମେ ଜାଣିପାରିବେ। ଚାଲନ୍ତୁ ଭିଡିଓଟି ଷ୍ଟାର୍ଟ କରିବା। ଦେଖନ୍ତୁ ଫ୍ରେଣ୍ଡସ୍, ସେଇ ପ୍ରି ମ୍ୟାଟ୍ରିକ ସ୍କଲାରସିପର ଆବେଦନ ବର୍ତ୍ତମାନ ଚାଲୁ ରହିଛି। ଏହା ଉଭୟ ପୁଅମାନେ ଏବଂ ଝିଅମାନେ ଆବେଦନ କରିପାରିବେ। ଏହା ଆବେଦନ କରିବା ପାଇଁ ଏସଟି କ୍ୟାଟେଗୋରୀ ପିଲା ବି ଆବେଦନ କରିପାରିବେ, ଏସସି କ୍ୟାଟେଗୋରୀ ପିଲା ବି ଆବେଦନ କରିପାରିବେ, ଓବିସି କ୍ୟାଟେଗୋରୀ ପିଲା ମଧ୍ୟ ଏହା ଆବେଦନ କରିପାରିବେ। ଏବେ ଦେଖନ୍ତୁ, ଏହା ଆବେଦନ କରିବାକୁ ହେଲେ ଆପଣମାନଙ୍କୁ ସେଇ ଯୋଉ ପିଲାମାନଙ୍କର ଆବେଦନ କରାହବ ତାଙ୍କର ଗୋଟେ ଫଟୋ ଲାଗିଥାଏ, ତା ସହିତ ତାଙ୍କର ଆଧାର କାର୍ଡ, ବ୍ୟାଙ୍କ ପାସବୁକ୍, ଇନକମ୍ ସାର୍ଟିଫିକେଟ ପ୍ୟାରେଣ୍ଟସଙ୍କର ଏବଂ କାଷ୍ଟ ସାର୍ଟିଫିକେଟଟି ଲାଗିଥାଏ। ଏହିସବୁ ଡକୁମେଣ୍ଟ ଥିଲେ ହିଁ ଆପଣ ସେଇ ସ୍କଲାରସିପରେ ଆବେଦନ କରିପାରିବେ ଏବଂ ସେଇ ସ୍କଲାରସିପ ଆବେଦନ କରିବା ପାଇଁ ଆପଣଙ୍କୁ ଆପଣଙ୍କର ସ୍କୁଲର ହିଁ ଆବେଦନ କରାଇ ପାରିବେ। ତା ସହିତ ଆଉ ଗୋଟେ ଜିନିଷ ଦେଖନ୍ତୁ, ଏହି ଆବେଦନ କରିବାକୁ ହେଲେ ଆପଣଙ୍କୁ ସେଇ ପିଲାମାନଙ୍କର ଏକ ଓଟିଆର ରେଜିଷ୍ଟ୍ରେସନ କରିବାକୁ ପଡିବ। ସେ ଓଟିଆର ରେଜିଷ୍ଟ୍ରେସନ କଲା ପରେ ତାଙ୍କର ଗୋଟେ ଓଟିଆର ନମ୍ବରଟି ବାହାରିଥାଏ। ସେଇ ନମ୍ବର ଦେଲା ପରେ ହିଁ ସ୍କଲାରସିପଟା ଆବେଦନ କରିହେବ। ତା ସହିତ ଦେଖନ୍ତୁ, ଏହା ଆବେଦନ କଲା ପରେ କେଉଁ ପିଲାମାନଙ୍କୁ କେତେ ପଇସା ମିଳିବ ସେ ବିଷୟରେ ମିଶାଇ ଆପଣଙ୍କୁ ଦେଖାଇ ଦଉଛି। ଦେଖନ୍ତୁ, ଏସଟି କ୍ୟାଟେଗୋରୀ ଯଦି ପୁଅ ପିଲା ହେଇଥିବେ ତାଙ୍କୁ ଯଦି ହଷ୍ଟେଲ ସ୍କଲାରସିପ ହେଇଥିବ ତ 6,250 ଟଙ୍କାଟି ମିଳିବ ଏବଂ ଦେଖନ୍ତୁ ଡେ ସ୍କଲାର ହେଇଥିଲେ 3,000 ଟଙ୍କା ମିଳିବ ଏବଂ ଗାର୍ଲସ ମାନଙ୍କ ଝିଅ ମାନଙ୍କ ପାଇଁ ଦେଖନ୍ତୁ ହଷ୍ଟେଲର ଥିଲେ 6,250 ଟଙ୍କା ମିଳିବ ଏବଂ ଡେ ସ୍କଲାର ହେଇଥିଲେ 3,000 ଟଙ୍କା ମିଳିବ। ଏବେ ଦେଖନ୍ତୁ ଏସସି କ୍ୟାଟେଗୋରୀ ପିଲାମାନେ, ଏସସି କ୍ୟାଟେଗୋରୀର ପିଲାମାନଙ୍କୁ ଯଦି ହଷ୍ଟେଲର ଥିବେ ତାଙ୍କୁ 7,000 ଟଙ୍କା ମିଳିବ ଏବଂ ଯଦି ଡେ ସ୍କଲାର ହେଇଥିବ ତ 3,500 ଟଙ୍କା ମିଳିବ ଏବଂ ଗାର୍ଲସ ମାନଙ୍କୁ ଦେଖନ୍ତୁ ଯଦି ହଷ୍ଟେଲର ଥିଲେ 7,000 ମିଳିବ ଏବଂ ଡେ ସ୍କଲାର ହେଲେ 3,500 ଟଙ୍କା ମିଳିବ। ଏବେ ଦେଖିବା ଓବିସି କ୍ୟାଟେଗୋରୀ ପିଲା, ଓବିସି କ୍ୟାଟେଗୋରୀ ପିଲାମାନଙ୍କୁ ଦେଖନ୍ତୁ ତାଙ୍କୁ ଯଦି ହଷ୍ଟେଲ ସ୍କଲାରସିପ ଥିବ ତ 4,000 ଟଙ୍କା ମିଳିବ ଏବଂ ଡେ ସ୍କଲାର ଥିଲେ ବି 4,000 ଟଙ୍କା ମିଳିବ। ଗାର୍ଲସଙ୍କ ମଧ୍ୟରେ ବି ସେମ୍ 4,000 ଟଙ୍କା ହଷ୍ଟେଲରେ ମିଳିବ ଏବଂ ଡେ ସ୍କଲାର ଥିଲେ 4,000 ମିଳିବ। ଦେଖନ୍ତୁ ଦେଖନ୍ତୁ ଏଇଭଳିଆ ମିଳିଥାଏ ପିଲାମାନଙ୍କୁ। ଦେଖନ୍ତୁ ଏଇ ସ୍କଲାରସିପରେ ଯେଉଁ ମାନେ ଏସଟି ପିଲାମାନଙ୍କୁ କେତେ ପଇସା ମିଳିବ ଏବଂ ଏସସି ପିଲାମାନଙ୍କୁ କେତେ ମିଳିବ ଏବଂ ହଷ୍ଟେଲରେ ପଢୁଥିବା ପିଲାମାନଙ୍କୁ କେତେ ପଇସା ମିଳିବ ଏବଂ ଡେ ସ୍କଲାର ପିଲାମାନଙ୍କୁ କେତେ ପଇସା ମିଳିବ ତା ତ ସମ୍ପୂର୍ଣ୍ଣ ଆପଣମାନଙ୍କୁ ମୁଁ ଦେଖେଇଦେଲି, ଆପଣମାନେ ଦେଖିଲେ। ଏବେ ଦେଖିବା ଏହାର ଲାଷ୍ଟ ଡେଟ୍ କେବେ ରହିଛି। ଦେଖନ୍ତୁ ଏହାର ଲାଷ୍ଟ ଡେଟ୍ ରହିଛି 16 ଡିସେମ୍ବର 2025ରେ ରହିଛି ଏହାର ଲାଷ୍ଟ ଡେଟ୍। ତା ପୂର୍ବରୁ ଯେଉଁ ପିଲାମାନେ ଉଭୟ ନବମ ଏବଂ ଦଶମ ଶ୍ରେଣୀରେ ପାଠ ପଢୁଛନ୍ତି ତ ଶୀଘ୍ର ଶୀଘ୍ର ଯାଇ ଆପଣମାନଙ୍କ ସ୍କୁଲରେ ଯୋଗାଯୋଗ କରି ଆବେଦନ କରାଇ ନିଅନ୍ତୁ ଏବଂ ଓଟିଆର ରେଜିଷ୍ଟ୍ରେସନ କରାଇ ନିଅନ୍ତୁ। ଓଟିଆର ରେଜିଷ୍ଟ୍ରେସନ ହେଲେ ଆପଣ ପ୍ରି ମ୍ୟାଟ୍ରିକ ସ୍କଲାରସିପ ଆବେଦନ କରିପାରିବେ। ତ ଶୀଘ୍ର ଯାଇ ଏହା କରାଇ ନିଅନ୍ତୁ। ଭିଡ଼ିଓଟି ଏତିକିରେ ଶେଷ କରୁଛୁ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ ଏବଂ ସାଙ୍ଗମାନଙ୍କ ସହିତ ସେୟାର କରିଦିଅନ୍ତୁ ଏବଂ ଚ୍ୟାନେଲ ଯଦି ନୂଆ ଆସିଛନ୍ତି ତ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ।